ଆସନ୍ତା 14 ତାରିଖରୁ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ପାଇଁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଡୁଙ୍ଗୁରିପାଲିଠାରେ ଆସନ୍ତା 14 ଓ 15 ଫେବୃଆରୀ ଦୁଇଦିନିଆ ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ରାମପୁର ରୋଡସ୍ଥିତ ରାଧାକୃଷ୍ଣ ଭଲିବଲ ଖେଳ ପଡ଼ିଆରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସମସ୍ତ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଦିନ ଓ ରାତି ଏକ କରି ପଡ଼ିଆ ତିଆରିରେ ଲାଗିପଡ଼ିଛନ୍ତି। ଏଥିରେ ମହାରାଷ୍ଟ୍ର, ଜବଲପୁର, ପଶ୍ଚିମ ଓଡ଼ିଶା ଯୁବମଞ୍ଚ, ହରିୟାଣା, ଆନ୍ଧ୍ରପ୍ରଦେଶ, ବିଳାସପୁର ଦଳ ଆଦି ଭାଗ ନେବା ପାଇଁ ସ୍ଥିରୀକୃତ ହୋଇଛି। ଆଗାମୀ 14 ଏବଂ 15 ଶନିବାର ଓ ରବିବାର 2 ଦିନ ଧରିକିରି ଆମର ଇନ ଜାତୀୟ ସ୍ତରର ଭଲିବଲ ଟୁର୍ଣ୍ଣାମେଣ୍ଟ ହେବା। ଇ ଟୁର୍ଣ୍ଣାମେଣ୍ଟରେ ଭାରତରେ ନାଁ କରିଥିବାର 6ଟା ଦଳ ଯୋଗ ଦେବେ। ସେ ଦଳମାନେ ହେଲେ ଇନକମ୍ ଟ୍ୟାକ୍ସ ମହାରାଷ୍ଟ୍ର, ଜବଲପୁର ରେଲୱେ ମଧ୍ୟପ୍ରଦେଶ, ବିଳାସପୁର ଭଲିବଲ ଟିମ୍ ଛତିଶଗଡ଼, ଆନ୍ଧ୍ର ଭଲିବଲ ଟିମ୍ ଆନ୍ଧ୍ରପ୍ରଦେଶ, ହରିୟାଣା ସ୍ପାଇକର ହରିୟାଣା ଏବଂ ଆମର ୱେଷ୍ଟର୍ଣ୍ଣ ଓଡ଼ିଶା ଭଲିବଲ ଟିମ୍। ଏ 6ଟା ଦଳକେ ନେଇକିରି ଆମର ଟୁର୍ଣ୍ଣାମେଣ୍ଟ ହେବା। ଏଥିରେ ଆମେ ବର୍ତ୍ତମାନ ସୁଦ୍ଧା ଆମର ପଡ଼ିଆକେ କେନ୍ତାରି ଠିକ୍ ହେବା, ଲାଇଟ୍ କେନ୍ତାରି ହେବା, ଚୌକି କେନ୍ତାରି ପଡ଼ବା, ବ୍ୟାନର କେନ୍ତାରି ଲାଗ୍ବା, ପିଲାମାନେ କେନ୍ତାରି ପଡ଼ିଆରେ ଠିକ୍ ହିସାବରେ ଖେଳି ପାରବେ, ନେଟ୍ କେନ୍ତାରି ଲାଗ୍ବା, ଏସବୁ ଆମର ବର୍ତ୍ତମାନ ଚାଲିଛେ। ଆର୍ ଆମେ କାଲି ସନ୍ଧ୍ୟା ସୁଦ୍ଧା ଆମର ସବୁ କମ୍ପ୍ଲିଟ୍ ହୋଇଯିବା। 14 ତାରିଖ ଶନିବାର ଦିନ ଦ୍ୱିପହରୁ ଖେଳ ଆରମ୍ଭ ହେବା 2 ବଜେରୁ ରାତିର 10 ବଜେ ତକ୍। 15 ତାରିଖ 10 ବଜେରୁ ଖେଳ ଆରମ୍ଭ ହୋଇକିରି ରାତିର 10 ବଜେ ତକ୍ ହେବା। ଆପଣମାନଙ୍କର ଜରିଆରେ ସବୁ ଦର୍ଶକମାନଙ୍କୁ ଆମେ ଡୁଙ୍ଗୁରିପାଲି ଭଲିବଲ ଆସୋସିଏସନ୍ ତରଫରୁ ଅନୁରୋଧ କରୁଛୁଁ, ସେମାନେ ଠିକ୍ ସମୟରେ ଆସିକିରି ଏହି ଭଲିବଲ ଟୁର୍ଣ୍ଣାମେଣ୍ଟର ଉପଭୋଗ କରିବେ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରିବେ। ଧନ୍ୟବାଦ।